ଦୈତାରୀ ବେହେରା, ଘର କୁଆଗଡ଼ିଆ, ଥାନା ସିମୁଳିଆ। ଗତ ମଙ୍ଗଳବାର ସନ୍ଧ୍ୟା 7ଟା ସମୟରେ ନିଗମାନନ୍ଦ ପେଟ୍ରୋଲ ପମ୍ପ, ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ ମୁଁ ତେଲ ପକେଇବାକୁ ଯାଇଥିଲି। ତେଲ ଲାଇନ ସିରିଏଲ ଅନୁସାରେ ତେଲ ଦିଆଯାଉଥିଲା। ମୁଁ ସିରିଏଲରେ ଛିଡ଼ା ହେଲି। ସିରିଏଲ ଅନୁସାରେ ସେ ତେଲ ଦେଲା ଭିତରେ ମୁଁ 500 ଟଙ୍କାରେ ତେଲ ମାଗିଥିଲି। ମାଗିଲା ପରେ ସେ ମୋତେ 200 ଟଙ୍କାରେ ତେଲ ଦେଲେ। ମୁଁ କହିବାରୁ ମୋର ତେଲ ହବନି, ମୋତେ ଆଉ 300 ଟଙ୍କାରେ ତେଲ ଦିଅ। ସେ ମନା କଲେ। ମୁଁ ମନା କଲି କ'ଣ ପାଇଁ ତେଲ ଦବନି, କ'ଣ ପାଇଁ ତେଲ ଦବନି? ସେ କହିଲେ ସମସ୍ତଙ୍କୁ ଦିଆହେଉଛି 200, ତତେ 200 ଟଙ୍କାରେ ତେଲ ଦିଆଯାଉ। ମୁଁ କହିଲି କ'ଣ ପାଇଁ 200 ଟଙ୍କା? ସବୁ ଟାଙ୍କି ତ 500 ଟଙ୍କା, 300, 400 ଯାହାକୁ ଯିଏ ମାଗିଲେ, ମୋର ବି ଗାଡ଼ି ଅଛି, ମୁଁ ମାଗିଲେ ତେଲ ଦିଆଯାଉଛି, ତମେ କ'ଣ ପାଇଁ ଦବନି? ନା ତ ତେଲ ଦିଆଯିବନି, ମନା କରାହେଲା, ତେଲ ଦିଆଯିବନି। କହିଲି ମୁଁ ତ ମାଲିକ, ମୁଁ ତାଙ୍କ ମାଲିକ ପାଖକୁ ଫୋନ ମୋବାଇଲ କାଲି ଫୋନ କରିବା ପାଇଁ। ସେଇଠୁ ସିଏ ହଠାତ୍ କହିଲା କାହା କତିକି ଫୋନ କରୁଛୁ କହିକି ମୋତେ ଆସିକି ଧକ୍କାଟେ ମାରିକି ମୋ କଲର ଧରିନେଲା, ଧକ୍କାଟେ ମାଇଲା ପରେ ମୁଁ ଗାଡ଼ିରୁ ସେଇଠୁ ଓହ୍ଲେଇଲା ପରେ କ'ଣ ପାଇଁ ଧକ୍କାଟେ ମାଇଲୁ ପଚାରିବାରୁ ମୁଁ ତାକୁ ବି ମୁଁ ଧରିଛି। ଧରିଲା ପରେ ସେ ମୋତେ ପେଲି ମୋତେ ପଛକୁ ନେଇଗଲା ପରେ ମୁଁ ବି ତାକୁ ଧକ୍କା ଭିତରେ ତାଙ୍କର ସବୁ କର୍ମଚାରୀ ମୋ କତିକି ଆସିଲା ପରେ ମୋତେ ଆକ୍ରମଣ କଲା ଭିତରେ ମୁଁ ଦୌଡ଼ିକି ପଳେଇଗଲି। ନିଜ ଜୀବନକୁ ବଞ୍ଚେଇବା ପାଇଁ ମୁଁ ମୋ ମୁହଁରେ ମାରିକି ମୋ ମୁହଁ ଫଟେଇ ଦେଇଛନ୍ତି। ଆଉ ତାପରେ ଦୌଡ଼ି ନେଇ ଆସିଥିଲେ ମୋତେ ବାନ୍ଧି ପକେଇବା ପାଇଁ। ମୁଁ ତାଙ୍କ ଇଏରୁ ବଞ୍ଚିବା ପାଇଁ ମୁଁ ରାସ୍ତାକୁ ଦୌଡ଼ି ପଳେଇକି ପୁଣି ଆସିଲି। ମୋ ବାଇକଟା, ଯେହେତୁ ମୋ ବାଇକଟା ପେଟ୍ରୋଲ ପମ୍ପରେ ଥିଲା, ମୁଁ ବାଇକ ନେବା ପାଇଁ ଆସିଥିଲି। ବ୍ୟାସଦେବ ବେହେରା, ପ୍ରଜ୍ଞାନନ୍ଦ ବେହେରା, ବଶିଷ୍ଠ ବେହେରା, ତାଙ୍କ ଡ୍ରାଇଭର ନିରୁ ବେହେରା, ରଘୁ ଧଳ, ଏତିକି ଲୋକ। ମୁଁ ଏତିକି କହିବାରୁ ରଘୁ ନିଜେ ପେଟ୍ରୋଲ ପମ୍ପର ମାଲିକ ଦୌଡ଼ି ଆସି ଗୋଟେ ପଥର 3 କିଲୋ 4 କିଲୋ ୱେଟ୍ର ପଥର ନେଇ ମୋତେ ଛେଚି ଦେବା ପାଇଁ, ମୋତେ ମାରିଦେବା ପାଇଁ ଟୋଟାଲ ଉଦ୍ଦେଶ୍ୟ କରିଥିଲା। ମୁଁ ତାକୁ ମାରିଦେବି, କହିଲା ମା ଆଜ୍ଞା ମୁଁ ତତେ ମାରିଦେବି। ଥାନାରେ ମୁଁ ଯାଇକି ମେଡିକାଲ କଲି। ମେଡିକାଲ ପରେ ମୁଁ ଥାନାରେ ଯାଇକି ଏଫଆଇଆର 11:30ରେ ମୁଁ ଏଫଆଇଆର ଦେଲି। ତାଙ୍କ ନାଁରେ ଏଫଆଇଆର ଦେଇକି ଆସିଲି। ମୁଁ ନ୍ୟାୟ ଏହା ଚାହୁଁଛି ଯେ ମୋର ଯୋଉ କ୍ଷତି ହେଇଛି, ମୋର ସେ କଥା ଆଇନ ଅନୁସାରେ ମୋର ସେଟା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଉ ଇଏ ଯୋଉ ମାନେ ତାଙ୍କର ଯୋଉ ମାରିଛନ୍ତି ତା ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।